ଭାବରେ ପଞ୍ଚମ ଶ୍ରେଣୀରୁ କଲମ ଧରିଲେ। ମା ଚାହିଁଛନ୍ତି ଲେଖକ ହବାକୁ, ବାପା ଚାହିଁଛନ୍ତି ସିଭିଲ ସର୍ଭିସ ହବାକୁ, ସିଭିଲ ସର୍ଭିସ ପରୀକ୍ଷା ଦବାକୁ। এই দ্বন্দ্বରୁ ପ୍ରଥମେ ଉତ୍ତୀର୍ଣ୍ଣ ହଉଛନ୍ତି ଏବଂ ଆପଣ ପ୍ରଶାସନିକ ସେବାରେ ରହି ଜଣେ ଲେଖକୀୟତା, କାରଣ ପ୍ରଶାସନିକ ସେବା ଅଲଗା, ଲେଖକୀୟ ଜୀବନ ଅଲଗା, ଏ ଦୁଇଟି ପୃଥକ। ଏ ଭିତରେ ମଧ୍ୟ ଦ୍ୱନ୍ଦ୍ୱ ଆପଣଙ୍କ ପାଖରେ ପହଞ୍ଚୁଥିବ, ଏହା ନିଶ୍ଚିତ। ଏଇ ଦ୍ୱନ୍ଦ୍ୱରୁ ଉତ୍ତୀର୍ଣ୍ଣ ହବାର ତରିକାଟି ଆପଣ ଆମକୁ ଜଣାନ୍ତୁ। ଏ ଦ୍ୱନ୍ଦ୍ୱରୁ ଆପଣ କିଭଳି ଭାବରେ ଉତ୍ତୀର୍ଣ୍ଣ ହେଇଛନ୍ତି, ନା ଦ୍ୱନ୍ଦ୍ୱ ବଳବତ୍ତର ରହିଛି ଅଦ୍ୟାବଧି, ସେଇଟା ଟିକେ ଜଣାନ୍ତୁ। ମୁଁ ସଂକ୍ଷେପରେ କହିବି, ସେଇ ରେବତୀ ଗପ ବିଷୟରେ କହିବି, ଯୋଉଟା ଅନେକ ଲୋକଙ୍କ ମନକୁ ପାଇଛି। ସେ ରେବତୀ ଗପଟି ମୁଁ ଲେଖିଥିଲି ସେଇ କେସିଙ୍ଗାରେ, ଯୋଉ କେସିଙ୍ଗାର ଗୋଟିଏ ଝିଅ ହତଭାଗିନୀ, ତାକୁ ତ ବାପା ନେଇକି ଆସୁଛନ୍ତି କଲିକତାରେ। ତାକୁ ଗୋଟେ ପ୍ରଲୋଭନ ଦେଖାଯାଇଛି, ତୁ କଲିକତାରେ ଗୋଟେ ଡାନ୍ସ ସ୍କୁଲରେ ପାଠ ପଢିବୁ, ନାଚ ଶିଖିବୁ। ସେ ଝିଅର ବହୁତ ଇଚ୍ଛା ନାଚିବା ପାଇଁ। ସେ ଝିଅଟି ଆସିଛି ବାପା ସାଙ୍ଗରେ। ବାପାକୁ ଗୋଟେ ଦଲାଲ ଟଙ୍କା ଦେଇଛି, ସେ ଝିଅଟିକୁ ନେଇଯିବ ଗୋଟେ ରେଡ ଲାଇଟ ଏରିଆକୁ ନେଇଯିବା ପାଇଁ। ତାର ଗୋଟେ ଲୋକର ଗୋଟେ ଅଛି, ଚାଲ ଅଛି। ତା ବାପା ବନବାସୀ ବୁଝିପାରୁନାହିଁ ଏବଂ ସେ ତା ଝିଅକୁ ଧରିକି ଆସି କଲିକତା। ଯାହା ତ କହିଲେ ପ୍ରଫେସର ପ୍ରଧାନ ଆଉ ପ୍ରଫେସର ବେହେରା ତ ବ୍ୟାଖ୍ୟା କରି କହିଲେ ସେ ଗଳ୍ପ ସମ୍ପର୍କରେ। ଏଇ ଗପଟି ମୁଁ କେମିତି ଲେଖିଥିଲି, ମୁଁ ଗୋଟିଏ ସମୟରେ ଏଇ ଯୋଉ ସ୍ପିନିଂ ମିଲ୍ସ ଅଛି, ଯୋଉଟା ବ୍ୟାକଗ୍ରାଉଣ୍ଡ ଗପର, ଏଇ ସ୍ପିନିଂ ମିଲ୍ସ ଓଡିଶାର ଗୁଡିକର ସେ ଯୋଉ ଫେଡେରେସନ ର ମୁଁ ତାର ସିଏମଡି ଥିଲି। ଏବଂ କେସିଙ୍ଗାରେ ଗୋଟିଏ ସ୍ପିନିଂ ମିଲ୍ ତିଆରି ହୁଏ, ଅନ୍ୟ ଗୋଟିଏ ଭିତରୁ ଏଇ ଥିଲା ଗୋଟେ ସ୍ପିନିଂ ମିଲ୍ କେସିଙ୍ଗାରେ, କଳାହାଣ୍ଡି। କିନ୍ତୁ ତାପରେ ସରକାର ଭାବିଲେ ଯେ ଆମେ ସ୍ପିନିଂ ମିଲ୍ ଟା କରିବା ନାହିଁ, ଏଟାକୁ ଆମେ ବିକିଦେବା, ପ୍ରାଇଭେଟ ଲୋକ ତାକୁ ଚଳେଇବେ। କିନ୍ତୁ ସ୍ପିନିଂ ମିଲ୍ ପାଇଁ ଜମି ସରକାର ଅଧିଗ୍ରହଣ କରିଥିଲେ। ଯୋଉ ପ୍ରାଇଭେଟ ଲୋକଟି ନବ, ସରକାରଙ୍କ ଦାୟିତ୍ୱ ଥିଲା ମାନେ ଚାକିରି ଦେବା ପାଇଁ, କାରଣ ଅଧିଗ୍ରହଣ ହେଇଛି ଜମି। କିନ୍ତୁ ସେଇ ଦାୟିତ୍ୱ ସରକାରକୁ ରହିପାରେ ଯଦି ଗୋଟେ ପ୍ରାଇଭେଟ ଲୋକ ତାକୁ କିଣି ନେଲା। ତ ସେଇ ଜିନିଷଟା ଉପରେ ମତେ ଟିକେ କଷ୍ଟ ଲାଗିଲା। ମୁଁ କହିଲି ଲୋକଙ୍କୁ ଆମେ ଡିସପ୍ଲେସ କରିକି ତିଆରି କରିଛୁ ଗୋଟେ ସ୍ପିନିଂ ମିଲ୍, ତିଆରି ଅଧା ହଉଛି, କମ୍ପ୍ଲିଟ ହେଇନି, ହବାର ଅଛି। କିନ୍ତୁ ଏଇ ଲୋକମାନଙ୍କର କଣ ହବ, ଯାହାର ଜମି ଆମେ ନେଇଯାଇଛୁ, ଗରିବ ଲୋକ, କଳାହାଣ୍ଡି ଲୋକ ସେମାନେ। ମତେ ଭାରି କଷ୍ଟ ଲାଗିଥିଲା। ମୁଁ ବହୁତ ବାଧା ଦେଇଥିଲି, ଏଇଟାକୁ ସେମାନେ ଗଭର୍ଣ୍ଣମେଣ୍ଟ ବିକ୍ରି ନ କରି ଚଳାନ୍ତୁ, କେତେ ପଇସା ପଡିବ, କିଛି ବେଶୀ ଖର୍ଚ୍ଚ ହବନି ଚଳେଇବା ପାଇଁ, ତାକୁ ତିଆରି କମ୍ପ୍ଲିଟ କରିକି ଚଳେଇବା ପାଇଁ। କିନ୍ତୁ ମୋ କଥା ରଖାଗଲା ନାହିଁ ଏବଂ ସରକାର ମୋର ବିରୋଧ ସତ୍ତ୍ୱେ ସେ ସ୍ପିନିଂ ମିଲ୍ କୁ ବିକ୍ରି କରାଗଲା ଏବଂ ମତେ ଟ୍ରାନ୍ସଫର କରିଦିଆଗଲା। ଏକ ସମୟରେ ସେ ସ୍ପିନିଂ ମିଲ୍ ଫେଡେରେସନ ମୁଁ ବହିଷ୍କୃତ ହେଇ ଅନ୍ୟ ଗୋଟେ ଡିପାର୍ଟମେଣ୍ଟରେ ମୋର ପୋଷ୍ଟିଂ ହେଲା ଏବଂ ସରକାର ସେଟାକୁ ବିକ୍ରି କରିଦେଲେ। ତ ଯେତେବେଳକୁ ଏଇ ଟଣାଓଟରା ଚାଲିଥାଏ, ଏଇ ଟଣାଓଟରା ଭିତରେ ବହୁତ ହେଇଛି, ବହୁତ ମୋର ଝଗଡା ହେଇଛି ସରକାରଙ୍କ ସାଙ୍ଗରେ। ସେ ସମୟରେ ସେତେବେଳେ ସେ କେସିଙ୍ଗା ସ୍ପିନିଂ ମିଲରେ ମୁଁ ଯାଇଥିଲି କାମ ଦେଖିବା ପାଇଁ, କଣ ଅଛି ନ ଅଛି। ଯୋଉ ରାତିଟି ରହିଥିଲି, ଗୋଟେ ଅଧା ତିଆରି ଗୋଟେ ତାଙ୍କର ଗେଷ୍ଟ ହାଉସ କମ୍ପ୍ଲିଟ ହେଇନଥିଲା। ସେଥିରେ ମୁଁ ସାରା ରାତି ଛଟପଟ ହଉଥିଲି। ମତେ ଦୁଃଖ ଲାଗୁଥିଲା ଯେ କାଲି ଆଉ ମାସେ ପରେ ଏଇଟା ବିକ୍ରି ହେଇଯିବ, ଆଉ ଏଇ ଲୋକଙ୍କର କଣ ହବ ଯୋଉମାନେ ଆଶା କରି ବସିଛନ୍ତି ଯେ ସେମାନେ ଏଠି ଏମ୍ପ୍ଲୟମେଣ୍ଟ ପାଇବେ ବୋଲି। କାରଣ ଯିଏ କିଣିଦେବ ସେ ଅନ୍ୟ ତାର ନିଜର ଲୋକକୁ ଆଣିକି ଏଠି କାମରେ ଲଗେଇବ। ସେ ଗପ ଲେଖା ମୁଁ ସେ ରାତିରେ ଆରମ୍ଭ କରିଥିଲି ଏବଂ ତା ସାରା ଦିନ ଯେତେବେଳେ ମୁଁ କେସିଙ୍ଗାରୁ ଭୁବନେଶ୍ୱର ଆସୁଥାଏ, ସାରା ବାଟରେ ରହି ରହି ଗଛ ମୂଳେ ବସି ସେ ଗପଟିକୁ ମୁଁ ସାରିଥିଲି ଏବଂ ସମାବେଶ ପତ୍ରିକାକୁ ପଠେଇଥିଲି। ସେ ପ୍ରକାଶ ପାଇଥିଲା ପୂଜା ସଂଖ୍ୟା ସମାବେଶ ବାହାରିଥିଲା 1994 ମସିହାରେ। ଏଇଟା ମୋର ଆତ୍ମା ଭିତରେ ଗପଟି ଆସିଥିଲା ଏବଂ ମୁଁ ସେ ରେବତୀକୁ ମୁଁ ଲାଗୁଛି ଯେମିତି ରେବତୀ ପ୍ରକୃତରେ ମୋ ଦେହ ଭିତରୁ ବାହାରିଛି, ମୋ ଛାତି ଭିତରୁ ବାହାରିଛି। ଗୋଟିଏ ଗପ ନୁହେଁ, ଅନେକ ଗୁଡିଏ ଗପ। ଅନ୍ୟ ଗୋଟେ ଗପରେ ମୋର ଏଇ ଯୋଉ ବ୍ୟବସ୍ଥା ବିରୁଦ୍ଧରେ ଯୋଉ ମୋର ଗୋଟେ ରହିଛି ବିରୋଧ ରହିଛି ବା ଅଭିମାନ ରହିଛି ବା ବିରକ୍ତି ରହିଛି ବା ଯାହା କିଛି ରହିଛି, ମୁଁ ଚେଷ୍ଟା କରି ତାକୁ ଦେଖିବା। ଯେମିତି ଗୋଟେ ଗପ ଏବେ ଅଜଡ଼ାମୂଳକ ଆଉ ଗୋଟେ ଗପ, ସେମିତି ଆଉ ଗୋଟେ ସରକାରୀ ନୀତିକୁ ପ୍ରଶ୍ନ କରି ଗୋଟେ ଗପ, ଆଦିମ ଆଉ ଗୋଟିଏ ଗପ, ଅନେକ ଗପ ଅଛି। ସରଦାର ଶତକର ମତେ ମୁଁ ଅନେକ କଥା ଏ ବିଷୟରେ ଉଲ୍ଲେଖ କରିଛି। ସରକାରଙ୍କ ନୀତି ବିରୁଦ୍ଧରେ, ସରକାରଙ୍କର ଯୋଉ ଲୋକଙ୍କର କ୍ଷତି ପହଞ୍ଚାଉଥିବା ନୀତି ବିରୁଦ୍ଧରେ। ନିଶ୍ଚୟ ତୁମେ ଯେତେବେଳେ ଗୋଟେ ବ୍ୟବସ୍ଥା ଭିତରେ ଅଛ, ତମ ଭିତରେ ଛଟପଟ ଭାବଟି ଅଛି, ସେ ନିଶ୍ଚୟ ତୁମ ଲେଖାରେ ପ୍ରକାଶ ପାଇବ। କିଛି କିଛି ପ୍ରକାଶ ପାଇଛି ମୋ ଲେଖାରେ।
ମୁଁ କିନ୍ତୁ ଗୋଟେ କଥା ବହୁତ ଖୁସି ଯେ ଖାଲି ଏଇ ଗପଟି ଲେଖିବାରେ ନୁହେଁ, ଏ ଯୋଉ ଡିସପ୍ଲେସ୍ ଲୋକମାନଙ୍କ ନେଇକି ଯୋଉ ଅନେକ ସମସ୍ୟା ଥିଲା, କଳିଙ୍ଗ ନଗର କୁହନ୍ତୁ ବା ହୀରାକୁଦଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ, ମୁଁ ଯେତେବେଳେ ରେଭିନ୍ୟୁ ସେକ୍ରେଟାରୀ ଥିଲି ସେତେବେଳେ ଚେଷ୍ଟା କରିଥିଲି ଆମ ଦେଶର ସବୁଠାରୁ ଭଲ ପୁନର୍ବାସ ନୀତି ଓଡିଶାରେ ବ୍ୟବସ୍ଥା କରିବା ପାଇଁ ତାର, ଏବଂ ମୁଁ ବହୁତ କୃତଜ୍ଞ ଭଗବାନଙ୍କ ନିକଟରେ ଏବଂ ସମସ୍ତଙ୍କ ନିକଟରେ ଯେ ମୁଁ ସମର୍ଥ ହେଇଥିଲି 2006 ମସିହାରେ ରେଭିନ୍ୟୁ ଡିପାର୍ଟମେଣ୍ଟରେ ଯେତେବେଳେ ମୁଁ ଥିଲି ସେତେବେଳେ ମୁଁ ଭାରତର ସବୁଠାରୁ ଉଦାରତମ, ସବୁଠାରୁ ପ୍ରଗତିଶୀଳ ପୁନର୍ବାସ ଯୋଜନା ଗୋଟିଏ ତିଆରି କରିଥିଲି, ଯାହାକି ଭାରତର ବିଭିନ୍ନ ରାଜ୍ୟ ସେମାନେ ମଧ୍ୟ କିଛି କିଛି ତାକୁ ଅନୁସରଣ କରିଥିଲେ, କେନ୍ଦ୍ର ସରକାର ମଧ୍ୟ ପ୍ରଶଂସା କରିଥିଲେ। ତେଣୁ ମତେ ଲାଗୁଛି ଯେ ଏଇ ଯୋଉ ଗୋଟିଏ ଜିନିଷ ମୋ ଭିତରେ ଯୋଉ ଗୋଟେ କ୍ରିଏଟିଭ ଲୋକ ଅଛି, ସେ ପ୍ରଶାସନରେ ମଧ୍ୟ କିଛି ତାର ଗୋଟିଏ ରହୁଛି ଭୂମିକା ବା ଅବଦାନ ରହୁଛି, ଏବଂ ପ୍ରଶାସନରେ ମୋର ଯୋଉ ଅଭିଜ୍ଞତା ରହିଛି, ମୋର ଯୋଉ ଅନୁଭବ ରହିଛି, ସେଟା ମୋର ଲେଖାକୁ ମଧ୍ୟ ପରିପୁଷ୍ଟ କରିଛି।